ତମକୁ ଚିଠି ଖଣ୍ଡେ ଲେଖିଛି ମନୋରମା, ତାକୁ କାଗଜର ବେକାର ଫର୍ଦ୍ଦ ଭାବି ଫିଙ୍ଗି ଦେବନି। ସେଥିରେ ଲେସି ଦେଇଛି ମୋ ଆତ୍ମାର ନିବେଦନ। ରାତିକ ପାଇଁ ହେଉ ପଛେ ବିଛେଇ ଦେଇଛି ଝଡ଼ା ଶେଫାଳିର ମହକ। ଲୁହ ହେଇ ବହିଯାଇଛି ମୋ ଦୁଃଖ ଦ୍ରୋହ ଭୋକ। ଭାବିଲ ଥରେ, କେମିତି ଦିଶୁଥିବ ସେ ଚିଠି ଖଣ୍ଡକ। ନାଲି ଅକ୍ଷରରେ ନୀଳ କାଗଜରେ ଢେର ଦୃଢ଼ ଦିଶୁଥିବ ନା ତାର ପ୍ରତିଟି ଫେରାଦ। ପର୍ବତ ପ୍ରମାଣେ ଭାବନା ଆସିବା ବାଟରେ ଛଳନାର ଜହ୍ନ ଆଲୁଅରେ ରୁନ୍ଧି ହେଇ ଯାଇଥିବ କି ତାର ଆଦ୍ୟରୁ ପ୍ରାନ୍ତ। ତମର ମନେଥିବ ମନୋରମା, ଦିନେ ଏଠି ମୁରୁକି ହସ ଶୁଭୁଥିଲା ମଲ୍ଲି ଫୁଲଙ୍କର। ଦ୍ୱିତୀୟ ପାଦରେ ବର୍ଷ ପରେ ବର୍ଷ ଗହଳ ଚଳ ଥିଲା ଫଗୁଣ ରାସର। ତୃତୀୟ ପାଦରେ ବଢ଼ିଗଲା ଯେଉଁ ଦୂରତ୍ୱ, ଘରୁ ଗୋଡ଼ କାଢ଼ିବା ମାତ୍ରେ ବର୍ଷା ଘଡ଼ଘଡ଼ି ତୋଫାନ। ଖାଲି ଶୁଭିଲା ଦୀର୍ଘ ନିଶ୍ୱାସ, ଆତ୍ମାର ଭିତର ବାହାର। ଚିଠିର ଉତ୍ତର ଲେଖିବ ମନୋରମା। ଏଇ ଝଡ଼ ବର୍ଷା ରାତିରେ ନିର୍ଜନ କୋଠରୀରେ ଏକା ଏକା ଜଳିଗଲା ବେଳେ ତମ ଆଖିରେ କି ଅଶ୍ରୁ ଆସେ ନାହିଁ? ଭଲ ଲାଗିଲା ନା କବିତାଟି? ଯଦି ଭଲ ଲାଗିଲା ତାହେଲେ କବିତାଟିକୁ ଟିକେ ଲାଇକ୍ କରିଦେବେ, ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ ଏହିଭଳି ସୁନ୍ଦର ସୁନ୍ଦର କବିତା ଦେଖିବା ପାଇଁ, ଆଉ ନିଜ ଶ୍ରୁତିକୁ ମଧୁର କରିବା ପାଇଁ। ତାହେଲେ ରହୁଛି ଉପସ୍ଥାପିକା ଅନାମିକା। ନମସ୍କାର।